ଗରୁଡ଼ ପୁରାଣ ଭାଗ 7। ପକ୍ଷୀରାଜ ଗରୁଡ଼ର ପ୍ରଶ୍ନର ଉତ୍ତର ଦେଇ ଚାଲିଛନ୍ତି ଭଗବାନ ବିଷ୍ଣୁ। ବୈତରଣୀ ନଦୀରେ କେଉଁ ପାପୀମାନଙ୍କୁ ପକାଯାଏ ସେ ବିଷୟରେ ବୁଝାଇ କହିସାରିଲା ପରେ ଏବେ ଗରୁଡ଼କୁ ଧୀର ବଚନରେ କମଳାରପତି କହୁଛନ୍ତି, 84 କୋଟି ନର୍କ ଯମପୁରରେ ଅଛି। ସେଥିମଧ୍ୟରୁ ବୈତରଣୀ ସବୁଠାରୁ ବଡ଼ ନର୍କ ଅଟେ। ସବୁ ନର୍କ ଅତ୍ୟନ୍ତ କଷ୍ଟଦାୟକ। ପ୍ରାଣୀମାନେ ଏଠି ନାନା ପ୍ରକାର ଦଣ୍ଡ ଭୋଗ କରେ। କେତେକ ନରକ ବୈତରଣୀରେ ମିଳିଛି, ତେଣୁ ବୈତରଣୀ ସର୍ବଶ୍ରେଷ୍ଠ ବୋଲାଇଛି। ଯେଉଁମାନେ ଅତି ପାପ କରିଥାନ୍ତି ଏହି ବୈତରଣୀ ନଦୀ ଗର୍ଭକୁ ସେମାନଙ୍କୁ ପକାଯାଏ। ସବୁ ନର୍କର ଯାତନା ବୈତରଣୀ ନଦୀ ଭିତରେ ଅଛି। ପାପୀମାନେ 100 କଳ୍ପ ଏହି ଦଣ୍ଡ ଭୋଗ କରେ। ଯେଉଁମାନେ ମିଥ୍ୟା ସାକ୍ଷୀ ସଭାରେ ଦିଅନ୍ତି, ସଂସାର ମଧ୍ୟରେ ନିଜକୁ କପଟ କରି ଧାର୍ମିକ ବୋଲି କୁହେ, ଯେଉଁମାନେ ଉପକାରୀ ବୃକ୍ଷକୁ ଛେଦନ କରନ୍ତି, ଫୁଲ ଗଛକୁ ବିନାଶ କରନ୍ତି, ଯେଉଁମାନେ ବିଧବା ନାରୀ ସହିତ ପ୍ରୀତି କରନ୍ତି, ତୀର୍ଥ ବ୍ରତ ଯେଉଁମାନେ କରନ୍ତି ନାହିଁ, ଯେଉଁ ନାରୀ ସ୍ୱାମୀକୁ କଟୁ ଭାଷା କୁହେ, ଯେଉଁ ନାରୀ ପରପୁରୁଷ ସହ ଆନନ୍ଦରେ ରମେ, ସେମାନଙ୍କୁ ଯମଦୂତମାନେ ଧରି ନେଇଯାଆନ୍ତି ଓ ତାକୁ ରୌରବ ନର୍କରେ ପକାଇ ଦିଅନ୍ତି। ଯେଉଁମାନେ ଅତିଥି ସେବା ନ କରନ୍ତି, ଯେଉଁମାନେ ସାଧାରଣ ଲୋକଙ୍କୁ ଠକନ୍ତି, ଏମାନଙ୍କୁ ଯମଦୂତମାନେ ନେଇ କୁମ୍ଭୀପାକ ନର୍କରେ ପକାନ୍ତି। ପକ୍ଷୀରାଜ ଗରୁଡ଼ ପଚାରିଲା, ପ୍ରଭୁ, କୁମ୍ଭୀପାକ ନର୍କରେ ପାପୀମାନେ କ'ଣ ଯନ୍ତ୍ରଣା ପାଆନ୍ତି ମୋତେ କୁହନ୍ତୁ। ଭଗବାନ ବିଷ୍ଣୁ କହୁଛନ୍ତି, କୁମ୍ଭୀପାକ ନର୍କରେ ଯେଉଁ ଜନ ପଡ଼େ, ବିକଳରେ ଅନ୍ନ ମାଗିଲେ ମଧ୍ୟ ତାକୁ ଦିଆଯାଏ ନାହିଁ। ଯମଦୂତମାନେ ଶୂଳୀରେ ଏମାନଙ୍କୁ ବସାଇ ଦିଅନ୍ତି, ଖୁବ୍ ଜୋରରେ ଚମଦଉଡ଼ିରେ ବାନ୍ଧି ଦିଅନ୍ତି। ବିଷାକ୍ତ କୀଟମାନେ ଏମାନଙ୍କୁ ଦଂଶନ କରନ୍ତି। ଏହି ନର୍କ ଭୋଗ କରୁଥିବା ପାପୀମାନେ ପୂର୍ବରୁ କେଉଁ ପାପ କରିଥିଲେ ତାହାକୁ ମନେ ପକାନ୍ତି। ନିଜକୁ ଓ ନିଜ ପାପକୁ ନିନ୍ଦା କରନ୍ତି, ପଶ୍ଚାତାପ କରନ୍ତି, ମନେ ମନେ ପ୍ରତିଜ୍ଞା କରନ୍ତି, ଯଦି ଭଗବାନ ଆଉ ଥରେ ତାକୁ ମର୍ତ୍ତ୍ୟରେ ମାନବ ରୂପରେ ଜନ୍ମ ଦେବେ, ତେବେ ସେମାନେ ଆଉ ଏହିପରି ପାପ କରିବେ ନାହିଁ। ଯେଉଁମାନେ କୂଅ, ଜଳାଶୟ ଓ ବାମ୍ଫିକୁ ଭାଙ୍ଗି ଦିଅନ୍ତି ଓ ଏହାର ଜଳରେ ମଳତ୍ୟାଗ କରନ୍ତି କିମ୍ବା ଏହି ଜଳରେ ପରିସ୍ରା କରନ୍ତି, ଯେଉଁମାନେ କୌଣସି କାରଣ ନଥାଇ କାହାର ଘର ଭାଙ୍ଗି ଦିଅନ୍ତି, ଗୁରୁ ଭୃତ୍ୟ ବାଳକ ନାରୀକୁ ଯେଉଁମାନେ ପ୍ରହାର କରନ୍ତି, ଯେଉଁମାନେ ଭଲ ଦ୍ରବ୍ୟକୁ ଲୁଚାଇ ଏକାକୀ ଖାଆନ୍ତି, ଅଗ୍ନିଦେବଙ୍କୁ ଯିଏ ସନ୍ତୋଷ ନ କରେ, ଯେଉଁମାନେ ନୈବେଦ୍ୟ ନ କରି ଭୋଜନ କରନ୍ତି, ସେହି ପାପୀ ମହାପଥେ ଗମନ କରେ। ଯେଉଁମାନେ ଦାସୀ ସହିତ ରମଣ କରନ୍ତି, ଶୂଦ୍ର ରମଣୀ ସହିତ ଯେଉଁମାନେ ରମନ୍ତି, ଯେଉଁ ବ୍ରାହ୍ମଣ ଦେବତାମାନଙ୍କ କାର୍ଯ୍ୟରେ ହେଳା କରେ, ସେହି ବ୍ରାହ୍ମଣ ନର୍କ ଭୋଗ କରେ। ସେହି ପାପୀଙ୍କୁ ତପ୍ତ ତୈଳ କୁଣ୍ଡରେ ଯମଦୂତମାନେ ପକାଇଥାନ୍ତି। ଯେଉଁମାନେ ନିଜ ପତ୍ନୀକୁ ପ୍ରୀତି ନ କରି ପର ସ୍ତ୍ରୀ ସହିତ ମିଳାମିଶିବା ସହିତ ଅଙ୍ଗସଙ୍ଗ କରେ ଓ ନିଜ ସ୍ତ୍ରୀକୁ ପ୍ରହାର କରେ, ସେହି ଜନ 100 ବର୍ଷ ନର୍କ ଭୋଗ କରେ। ଯେଉଁମାନେ ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି ନ ମାନି କାମିନୀ ସଙ୍ଗେ କାମ ରଙ୍ଗରେ ମାତିଥାନ୍ତି, ଯେଉଁମାନେ ଦିନରେ ଶ୍ରାଦ୍ଧ ଦେଇ ରାତିରେ ରତିକ୍ରିୟା କରନ୍ତି, ଯେଉଁମାନେ ଅଗ୍ନିରେ ମଳମୂତ୍ର ପକାନ୍ତି, ସେହିମାନେ ମହାରୌରବ ନର୍କରେ ପଡ଼ନ୍ତି। ଅର୍ଥ ଲୋଭରେ ଯେଉଁ ନାରୀ ଯୋନି ବିକ୍ରି କରେ, କୁଳ, ଧର୍ମ, ଦେଶ ତ୍ୟାଗ ଯେଉଁମାନେ କରନ୍ତି, ସେହି ନାରୀ ପୁରୁଷ ମହାନର୍କରେ ପଡ଼ନ୍ତି। ସୁସ୍ଥ ଅବସ୍ଥାରେ ଥାଇ ଯେଉଁ ନାରୀ ସ୍ୱାମୀଙ୍କ ଇଚ୍ଛା ପୂରଣ କରିବାକୁ ବାରଣ କରେ ଅର୍ଥାତ୍ ରତିକ୍ରିୟା ପାଇଁ ମନା କରେ, ସେହି ନାରୀ ନର୍କରେ କୀଟ ହୋଇ ଜନ୍ମ ନିଏ। ଯେଉଁମାନେ ବିନା ଅପରାଧରେ ପ୍ରାଣୀକୁ ଦଣ୍ଡ ଦିଅନ୍ତି, ଯେଉଁମାନେ ଆଶା ଦେଇ ଭଣ୍ଡାଇ ଚାଲନ୍ତି, ନିଜ ଘରେ ଯିଏ ନିଆଁ ଲଗାଇ ଦିଏ, ଯେଉଁମାନେ ଭୋକିଲା ଲୋକଠାରୁ ଆହାର ଛଡ଼ାଇ ନିଏ, ଯମପୁରରେ ସେହିମାନେ ଭୀଷଣ ଦଣ୍ଡ ପାଆନ୍ତି। ସେହିମାନଙ୍କ ପାଇଁ ତାମସା ନର୍କ ହିଁ ଉପଯୁକ୍ତ। ଯେଉଁମାନେ ଅଗ୍ନିତାପ ପାଇ ଶୀତଳ ଖୋଜେ,
ବୃକ୍ଷର ଛାଇ ତଳକୁ ଯଦି ସେହି ବ୍ୟକ୍ତି ଯାଇ ଶୀତଳତା ଖୋଜେ ତେବେ ଯମଦୂତମାନେ ତାକୁ ନେଇ ନରକକୁଣ୍ଡରେ ପକାଇ ଦିଅନ୍ତି। ଏହି ପାପୀମାନେ ଅଳ୍ପକାଳ ନରକ ଭୋଗ କରନ୍ତି। ଯୁଗ ଶେଷରେ ପ୍ରଳୟ ଆସିବା ପର୍ଯ୍ୟନ୍ତ ଏମାନେ କଷଣ ଭୋଗନ୍ତି। ପ୍ରଳୟରେ ସବୁ ବିନାଶ ହୁଅନ୍ତି। ସେହି ପାପୀମାନେ ମୁକ୍ତ ହୋଇ ବୈକୁଣ୍ଠ ପ୍ରାପ୍ତି ଲାଭ କରନ୍ତି। ଭଗବାନ ବିଷ୍ଣୁଙ୍କର ବଚନ ଶୁଣି ଖଗପତି କହିଲା, ହେ ପ୍ରଭୁ, ବ୍ରହ୍ମାଙ୍କର ଗୋଟିଏ ଦିନ ଯେବେ ଭୋଗ ହୁଏ, ମନୁଷ୍ୟମାନଙ୍କ ପକ୍ଷେ ତାହା ପ୍ରଳୟ ବୋଲି ଧରାଯାଏ। ବ୍ରହ୍ମାଙ୍କର 100 ବର୍ଷରେ ଗୋଟିଏ କାଳ ହୁଏ, ଆଉ ସେତେବେଳେ ମହାପ୍ରଳୟ ହୁଏ। ଏତେ କାଳ ପର୍ଯ୍ୟନ୍ତ ପାପୀମାନେ ସିନା ନରକରେ ପଡ଼ି ଦୁଃଖ ସହନ୍ତି। ହେ ଦୈତାରୀ, ସେହି କଥା ମୋତେ ବୁଝାଇ କୁହନ୍ତୁ। ତୁମରି କିଙ୍କର ଆହେ ପ୍ରଭୁ, ମୋ ଗୁହାରି ରଖନ୍ତୁ, ମୋତେ ଏ ବିଷୟରେ କୁହନ୍ତୁ। ଖଗପତିଙ୍କର ବଚନ ଶୁଣି କମଳାରବର କହିଲେ, ବ୍ରହ୍ମାଙ୍କର ଗୋଟିଏ ଦିବସ ଶେଷରେ ରାତ୍ରି ହେଲେ ବ୍ରହ୍ମା ଶୟନ କରନ୍ତି। ଏହା ବିଧି ନିର୍ଦ୍ଦେଶ। ସେହି ସମୟରେ ସୃଷ୍ଟିର ଖଣ୍ଡେ ପ୍ରଳୟ ହୁଏ। ପୁଣି ସକାଳୁ ଉଠିଲେ ବ୍ରହ୍ମା ସୃଷ୍ଟିକୁ ସମ୍ଭାଳନ୍ତି। ଏହିପରି ନୀତି ପ୍ରତିଦିନ ଚାଲୁଥାଏ। 70 ବର୍ଷ ପରେ ପ୍ରଳୟ ହୁଏ। ସେତେବେଳେ ଆମ୍ଭେ ସମସ୍ତଙ୍କୁ ସମ୍ଭାଳିଥାଉ। ପ୍ରଳୟ ଶେଷରେ ବ୍ରହ୍ମା ପୁଣି ସୃଷ୍ଟି ସର୍ଜନା କରନ୍ତି। ସୃଷ୍ଟି ଆରମ୍ଭରେ ନୂଆ ଯମ ସେ କାଳରେ ସର୍ଜନା କରନ୍ତି। ବ୍ରହ୍ମାଙ୍କ ଆଦେଶରେ ସକଳ ପ୍ରାଣୀ ଜନ୍ମ ନିଅନ୍ତି। ପୂର୍ବ ସଂସ୍କାର ବଳରେ ଉଚ୍ଚ ନୀଚ ଭାବେ ବ୍ରହ୍ମା ପ୍ରାଣୀମାନଙ୍କର ଭେଦଭାବ ଗଠନ କରନ୍ତି। ଯାହାର ପୂର୍ବ ବାସନା ଯେଉଁପରି ଥାଏ, ସେହିପରି ଭାବେ ପୃଥିବୀରେ ସେହି ପ୍ରାଣୀ ଜନ୍ମ ନିଏ। 84 ଲକ୍ଷ ଯୋନିରେ ଜୀବ ଭ୍ରମଣ କରୁଥାଏ। ଶେଷରେ ମ୍ଲେଚ୍ଛ ଯୋନିରେ ଜନ୍ମ ନିଏ। ପାପୀମାନେ ଏହି ମ୍ଲେଚ୍ଛ ଯୋନି ପାଇଥାନ୍ତି। ସେହିମାନେ କଷ୍ଟ ରୋଗ ଶରୀରରେ ବହନ କରିଥାନ୍ତି। ଯକ୍ଷ୍ମା, ଶ୍ୱାସ, ବାତ, ପିତ୍ତ ଆଦି ରୋଗରେ ପଡ଼ି ଘାଣ୍ଟି ହୁଅନ୍ତି। ପୂର୍ବ ପାପ ହେତୁ ଏମାନେ ବହୁତ କଷ୍ଟ ପାଆନ୍ତି। କେତେକ ପାପୀ ଅନ୍ଧ, ଛୋଟା, ଲେଙ୍ଗେଡ଼ା, ବଧିର ହୋଇ ଜନ୍ମ ନିଅନ୍ତି। ଆଉ କେତେକ ବିକଳଙ୍କର ଶରୀର ନେଇ ଜନ୍ମ ନିଅନ୍ତି। ଏହି ପାପୀମାନେ ମୁକ୍ତି କେବଳ ପୁରାଣ ଶୁଣିଲେ ମିଳିଥାଏ। ଭାଦ୍ରବ ମାସ ଶେଷରେ ଆଶ୍ୱିନ ମାସ ଆରମ୍ଭରେ ଯେଉଁ ଜନ ପୁରାଣ ଶ୍ରବଣ କରେ, ଜଳ, ତିଳ, ତର୍ପଣ ପିତୃଲୋକଙ୍କୁ ଅର୍ପଣ କଲେ, ଗୟା ଆଦି ତୀର୍ଥ ଗମନ କଲେ, ପିତୃପୁରୁଷଙ୍କୁ ଦେବଗଣଙ୍କୁ ସନ୍ତୋଷ କଲେ, ଏହି ପାପୀମାନଙ୍କର ପାପ ବିନାଶ ହୁଏ ଓ ଉତ୍ତମ କୁଳରେ ସେମାନେ ଜନ୍ମ ନିଅନ୍ତି। ସେହି ପାପୀମାନଙ୍କୁ ପୁତ୍ର, କନ୍ୟା, ପତ୍ନୀ, ଧନ ଇତ୍ୟାଦି ମିଳିଥାଏ। ଏମାନେ ଦେବତାଙ୍କ ଭଳି ମହାସୁଖରେ ଜୀବନ କାଟିଥାନ୍ତି ଓ ଶେଷରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି। ଭଗବାନ ବିଷ୍ଣୁ ଗରୁଡ଼କୁ କହୁଛନ୍ତି, ହେ ବୈନେତେୟ, ତୁମେ ଯାହା ପଚାରିଥିଲ ସେସବୁ ମୁଁ ତୁମକୁ ଗୋଟି ଗୋଟି କରି କହିଲି। ଏବେ ଆଉ ଯାହା ତୁମ ମନରେ ଅଛି, ତେବେ ପଚାରିଲେ ତୁମ ମନରୁ ସଂଶୟ ଦୂର କରିବି। ଗରୁଡ଼ କମଳାରବରଙ୍କୁ ବିନମ୍ର ପ୍ରଣାମ କରି ନିଜ ପୁରକୁ ଉଡ଼ିଗଲା। ଇତି ଶ୍ରୀ ଗରୁଡ଼ ପୁରାଣେ ନମିଷ୍ୟାବ୍ୟାଖ୍ୟାନେ ବିଷ୍ଣୁ ଗରୁଡ଼ ସମ୍ବାଦେ ନାମ 5ମ ଅଧ୍ୟାୟः।